ସଡ଼କ ନିରାପତ୍ତା ଲେଖିଛନ୍ତି ଡକ୍ଟର ଲିଙ୍ଗରାଜ ରଥ। ଏକ ନମ୍ବର, ଯାତାୟାତ ପାଇଁ ଆମେ କେଉଁ ସବୁ ଯାନ ବ୍ୟବହାର କରୁ? ସ୍କୁଟି, ସାଇକେଲ, ଲୁନା ଯାହାକି ଆମେ କହୁଛୁ ଏବେ ଏକ୍ସେଲ, ସ୍କୁଟର ଓ ମୋଟର ସାଇକେଲ। ଦୁର୍ଘଟଣା ଯୋଗୁଁ ଆମର କ'ଣ କ୍ଷତି ହୁଏ? ଧନ ଓ ଜୀବନ ହାନି ହୁଏ। ନଗରମାନଙ୍କ ରାସ୍ତାରେ କେଉଁ ପଟରେ ଚାଲିବା ଉଚିତ? ବାମ ପଟରେ ପାଦ ଚଲା। ରାସ୍ତା ପାର ହେଲେ ବେଳେ କ'ଣ କରିବ? ରାସ୍ତା ପାର ହେଲା ବେଳେ ପ୍ରଥମେ ଡାହାଣ ପଟ ଉପରେ ବାମ ପଟକୁ ଦେଖି ଗାଡ଼ି ମଟର ନଥିବା ବେଳେ ରାସ୍ତା ପାର ହେବା। ଜେବ୍ରା କ୍ରସିଂ କ'ଣ? ଜେବ୍ରା ଦେହରେ ଥିବା ଧଳା ଦାଗ ପରି ସହର ମାନଙ୍କର ରାସ୍ତାର ଚିହ୍ନ ଦିଆଯାଇଥାଏ। ଏହାକୁ ଜେବ୍ରା କ୍ରସିଂ କୁହାଯାଏ। ଦୁଇ ଚକିଆ ଓ ଚାରି ଚକିଆ ଯାନରେ ଗଲାବେଳେ ଚାଳକ କ'ଣ ବ୍ୟବହାର କରିବା ଉଚିତ? ଗାଡ଼ି ଚଲାଇବା ବେଳେ ଚାଳକ କେତେକ ନିୟମ ପାଳନ କରିବା ଆବଶ୍ୟକ। ଦୁଇ ଚକିଆ ଯାନ ଚଲାଉଥିବା ବେଳେ ହେଲମେଟ୍ ଏବଂ ଚାରି ଚକିଆ ଯାନ ଚଲାଉଥିବା ବେଳେ ସିଟ୍ ବେଲ୍ଟ ବ୍ୟବହାର କରିବା ଉଚିତ। ଟ୍ରାଫିକ୍ ଛକରେ ଲାଲ ବତି ଓ ସବୁଜ ବତି ଆମକୁ କି ସୂଚନା ଦିଏ? ଟ୍ରାଫିକ୍ ଛକରେ ସତର୍କତା ଅବଲମ୍ବନ ପାଇଁ ଆଲୋକ ସଂକେତ ରହିଥାଏ। ଲାଲ ବତି ଆମକୁ ଅଟକି ଯିବା ଏବଂ ସବୁଜ ବତି ରାସ୍ତାରେ ଯିବା କିମ୍ବା ପାର ହେବା ସୂଚନା ଦିଏ। ଅମନୋଯୋଗୀ ହୋଇ ଚାଲିବା କହିଲେ କ'ଣ ବୁଝ? ଅମନୋଯୋଗୀ ହୋଇ ଚାଲିବା କହିଲେ ଅନ୍ୟମନସ୍କ ହୋଇ ଚାଲିବାକୁ ବୁଝାଏ। ଅର୍ଥାତ୍ ରାସ୍ତାରେ ଯିବା ବେଳେ ଏଣେ ତେଣେ ଚାହିଁ ଚାଲିବାକୁ ବୁଝାଏ। ଗାଡ଼ି ଚାଲନା ବେଳେ ଚାଳକ କ'ଣ ବ୍ୟବହାର ନ କରିବା ଉଚିତ? ମୋବାଇଲ ଫୋନ ବା ଇୟରଫୋନ। ସଡ଼କ ସତର୍କତା ସମ୍ପର୍କରେ ଆମେ ସଚେତନ ହେବା କାହିଁକି? ସଡ଼କ ସତର୍କତା ସମ୍ପର୍କରେ ଆମେ ସଚେତନ ହେବା ଉଚିତ। ଏହାଦ୍ୱାରା ଧନ ଓ ଜୀବନ ହାନି ହୁଏ। ବହୁ ପରିମାଣରେ ହ୍ରାସ କରାଯାଇପାରିବ। ଏହା କେବଳ ଓଡ଼ିଶା ବା ଭାରତ ସମସ୍ୟା ନୁହେଁ, ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା। ଉକ୍ତ ଗଦ୍ୟାଂଶଟି ସଡ଼କ ନିରାପତ୍ତା ଶୀର୍ଷକ ପ୍ରବନ୍ଧରୁ ଆନିତ। ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଡକ୍ଟର ଲିଙ୍ଗରାଜ ରଥ ସଡ଼କ ନିରାପତ୍ତାକୁ ଏକ ପ୍ରମୁଖ ସମସ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ସମସ୍ୟା ବହୁଳ ସମୟ ମଧ୍ୟରେ ସଡ଼କ ନିରାପତ୍ତା ଗୋଟିଏ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଏହା କେବଳ ଓଡ଼ିଶା ବା ଭାରତ ସମସ୍ୟା ନୁହେଁ, ଏହା ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା। ଏହି ସମସ୍ୟା ଫଳରେ ସମଗ୍ର ପୃଥିବୀରେ ସଡ଼କ ଦୁର୍ଘଟଣା ପ୍ରତିବର୍ଷ ପ୍ରାୟ 12 ଲକ୍ଷ ଲୋକ ପ୍ରାଣ ହରାଉଥିବା ବେଳେ ପ୍ରାୟ 5 କୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହୋଇଥାନ୍ତି। ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ରାସ୍ତା ଉପରେ ଗଲାବେଳେ ଟ୍ରାଫିକ୍ ସଂକେତକୁ ବୁଝି ତାକୁ
ପାଳନ ନ କଲେ ନିରାପଦରେ ଯାତ୍ରା କରିହେବ। ଏହାର କାରଣ ହେଉଛି ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂଖ୍ୟାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଉଭୟରେ ପରସ୍ପର ସହିତ ଜଡ଼ିତ। ଟ୍ରାଫିକ୍ ସଂକେତ ଗୁଡ଼ିକ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାନ୍ତି। ସେଗୁଡ଼ିକୁ ବୁଝି ମନେ ରଖି ଠିକ୍ ଭାବରେ ଅନୁସରଣ କଲେ ଧନ ଓ ଜୀବନ ସୁରକ୍ଷା ହୋଇପାରିବ। ସଂକେତ ଗୁଡ଼ିକ ରାସ୍ତା ନିୟମକୁ ସ୍ପଷ୍ଟ କରିଥାନ୍ତି। ଟ୍ରାଫିକ୍ ସଂକେତ ଗୁଡ଼ିକ ଆମର ଧନ ଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ତେଣୁ ଏଗୁଡ଼ିକୁ ବୁଝିବାର ଆବଶ୍ୟକତା ରହିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ସବୁ କଥା କହି ହେବ ନାହିଁ କି ଲେଖା ପଢ଼ିବାକୁ କାରିବେଲ ନାହିଁ। ଏ କ୍ଷେତ୍ରରେ ସଂକେତ ଗୁଡ଼ିକର ରାସ୍ତା ନିୟମକୁ ସ୍ପଷ୍ଟ କରିଥାନ୍ତି। ବାକ୍ୟରେ ବ୍ୟବହାର କର ପ୍ରମୁଖ, ଅବରୋଧ, ନିରାପତ୍ତା, ଆଶଙ୍କା, ସୁରୁଖୁରୁ। ବିପରୀତ ଅର୍ଥ ବୁଝାଇ ଶବ୍ଦ ଲେଖ। ସ୍ୱାଭାବିକ, ଅସ୍ୱାଭାବିକ, ସତର୍କ, ଅସତର୍କ, ମନୋଯୋଗ, ଅମନୋଯୋଗ, ଲକ୍ଷ୍ୟ, ଅଲକ୍ଷ୍ୟ, ବାଟ, ଅବାଟ, ଯତ୍ନ, ଅଯତ୍ନ, ସ୍ପଷ୍ଟ, ଅସ୍ପଷ୍ଟ। ବହନ ଶବ୍ଦ ପୂର୍ବ ଯେପରି ଲେଖାଗଲେ ପରିବହନ ହୁଏ, ସେପରି ପରିଭ୍ରମଣ, ପରିକ୍ରମଣ, ପରିଚଳନ, ପରିବର୍ତ୍ତନ, ପରିଗୃହୀତ। 7 ନମ୍ବର, ବନ୍ଧରୀ ଶବ୍ଦରୁ ନେଇ ଶୂନ୍ୟସ୍ଥାନ ପୂରଣ କର। ହେଲମେଟ, ସବୁଜ ରଙ୍ଗ, ବିକଲଙ୍ଗ, ଜେବ୍ରା କ୍ରସିଂ, ଲାଲ ରଙ୍ଗ। 8 ନମ୍ବର, ଠିକ୍ ଉତ୍ତରଟି ବାଛି ଲେଖ। ଆଗ ପଛ ହୋଇ ଯିବା ଉଚିତ। ଚାଲକଙ୍କ ଶିକ୍ଷାଗତ ଯୋଗ୍ୟତା। ସଡ଼କ ଦୁର୍ଘଟଣା କାରଣ। ଦୁଇ ପାଖକୁ ଲକ୍ଷ୍ୟ କରି ସିଟ୍ ବେଲ୍ଟ ବ୍ୟବହାର କରିବେ। 9 ନମ୍ବର, ନଗର ମାନଙ୍କରେ ପଥଚାରୀ ପାଇଁ ସଡ଼କ ମଝି ରାସ୍ତା ଥାଏ। ଭୁଲ। ନାଲି ବତି ଜଳିରେ ଗାଡ଼ି ଅଟକି ଯାଏ। ଠିକ୍ ଭୁଲ ଦେବାର ଅଛି 9 ନମ୍ବରରେ। ପରୀକ୍ଷା ଉପରେ କେତେ ପ୍ରଶ୍ନ ଅଛି। ଚାରି ଚକିଆ ଯାନ କାହାକୁ କୁହାଯାଏ? ଜିପ୍, କାର୍ ଓ ଟ୍ରକ୍ ଆଦିକୁ ଚାରି ଚକିଆ ଯାନ କୁହାଯାଏ। ଅଟୋ ରିକ୍ସା ଗୋଟିଏ କି ପ୍ରକାର ଯାନ? 3 ଚକିଆ ଯାନ। ସମଗ୍ର ବିଷୟ ଏକ ପ୍ରମୁଖ ସମସ୍ୟା କ'ଣ? ସଡ଼କ ସତର୍କତା। ଟ୍ରାଫିକ୍ ସଂକେତ ଗୁଡ଼ିକୁ କ'ଣ ପାଇଁ ଉଦ୍ଦିଷ୍ଟ? ଧନ ଓ ଜୀବନର ସୁରକ୍ଷା। ଗାଁ ଗହଳି ଆଜି କାଲି କିପରି ରାସ୍ତା ହେଲାଣି? ଭଲ ରାସ୍ତା। ଜିନିଷ ପତ୍ର ପରିବହନ ପାଇଁ କେଉଁ ଯାନ ବ୍ୟବହୃତ ହୁଏ? ମିନି ଟ୍ରକ୍ ଓ ବଡ଼ ଟ୍ରକ୍। ପରିସଂଖ୍ୟାନରୁ କ'ଣ ଜଣାପଡ଼େ? ସମଗ୍ର ପୃଥିବୀର ସଡ଼କ ଦୁର୍ଘଟଣା 12 ଲକ୍ଷ ପ୍ରାଣ ହରାଉଛନ୍ତି। ପ୍ରାୟ 5 କୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହେଉଛନ୍ତି। କେତେବେଳେ ଅନ୍ୟମାନଙ୍କ ଯିବା ଆସିବାର ବାଧା ସୃଷ୍ଟି ହୁଏ? ପାଖ ପରସ୍ପର ମଧ୍ୟ ଦେଇ କଥା ହୋଇଗଲେ। ବିପରୀତ ବୋଧକ ମୁଖ୍ୟ ଗୌଣ। ସମ୍ଭବ ଅସମ୍ଭବ,
ଉଚିତ ଅନୁଚିତ, ନିୟମ ବେନିୟମ, ଠିକ୍ ଭୁଲ।